ମାନେ ମୋ ନାଁ ରେଣୁ। ମୁଁ ଢେଙ୍କାନାଳରେ ରୁହେ। ଆଉ ଏବେ ତ ମୁଁ ବାହା ହେଇକି ଅଧା ମାଇକିନା ହେଇସାରିଛି। ଆଉ ଆଜିର କାହାଣୀ ବହୁତ ପୁରୁଣା, କିନ୍ତୁ ତମେମାନେ ଶୁଣିକିନା ତମ ବାଣ୍ଡ ହଲିଯିବ ପୁରା। ମୋର ଏତିକି ହିଁ ଆଶା। ପିଲାବେଳେ ମୁଁ ଗାଁରେ ରହୁଥିଲି, ମାମୁଁ ଘରେ। ନିଜ ଘରକୁ ଆସିବା ଯିବା ବହୁତ କମ କରୁଥିଲି। ଯେତେବେଳେ ମୋ ଭାଇ ଗାଁକୁ ଗଲା ପଢିବା ପାଇଁ, ମୁଁ ଗାଁକୁ ପଳେଇ ଆସିଲି। ଆଉ ସିଏ ହଷ୍ଟେଲକୁ ପଳେଇଲା ପଢିବା ପାଇଁ। ସେତେବେଳେ ମୋର ସପ୍ତମ କ୍ଲାସ ପରୀକ୍ଷା ସରିଥିଲା। ଆଉ ବାକି ପାଠ ସାଠ ମୋର ନିଜ ଗାଁରେ ହେଇଛି। ପିଲାବେଳଠୁ ଗାଁରେ ରହିଲା ଯୋଗୁରୁ ମୁଁ ଏଇଠି କାହାକୁ ବି ଚିହ୍ନି ନଥିଲି। ମୁଁ ନୂଆ ଗାଁରେ ହାଇସ୍କୁଲ ଯାଇଥିଲି। କାହାକୁ ନ ଜାଣିଥିବା ଯୋଗୁରୁ ବାପା ସବୁବେଳେ ମତେ ଛାଡିବାକୁ ଆଉ ନବାକୁ ଆସନ୍ତି। କିନ୍ତୁ କିଛି ଦିନ ପରେ ମୋ ପଡୋଶୀରେ ଦୀପାଲି ସହ ଚିହ୍ନା ହେଲା। ସିଏ ବି ମୋରି କ୍ଲାସରେ ପଢୁଥିଲା। ତେଣୁ ଆମେ ସାଙ୍ଗ ହୋଇକିନା ସ୍କୁଲ ଯାଉ। ଆଉ ଦୀପାଲିର ବାପା ମୋ ବାପାର ସାଙ୍ଗ ହବା ଯୋଗୁରୁ ତାଙ୍କ ଘରୁ ମୋର ଯିବା ଆସିବା ସବୁବେଳେ ଥାଏ। ଆଜିକା ଭଳିଆ ସେତେବେଳେ ମୋବାଇଲ ଯୁଗ ନଥିଲା। ଆଉ ଆମକୁ କିଛି ବି ଅନ୍ୟ ବିଷୟରେ ବି ଜ୍ଞାନ ନଥିଲା। ଆଉ ଆମେ ସେକ୍ସ ବିଷୟରେ ପୁରା ଅଜ୍ଞାତ। ହଁ, ଚଉଠି ରାତିରେ କଣ ଗୋଟେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ହଉ, ଆଉ କିଛି ଆମେ କିଛି ଜାଣିନଥିଲୁ। 14-15 ବର୍ଷ ବେଳକୁ ଆଦ୍ୟ ଯୌବନ ଅବସ୍ଥାରେ ମୋ ଶରୀର ବିଭିନ୍ନ ଅଂଶରେ କିଛି କିଛି ପରିବର୍ତ୍ତନ ହେଉଥାଏ। ଉପରେ ଦିଟା ଇଟିଲି ପିଠା ପରି ମୋର ଦୁଧ ଦୁଇଟା ଏବେ ସମିଜ ଉପରେ ଦେଖା ଯାଉଥିଲା। ବୋଉ ଯେତେ କହିଲେ ବି ମୁଁ ଜମା ସମିଜ ପିନ୍ଧିବା ପାଇଁ ଇଚ୍ଛା କରେ ନାହିଁ। ମୋର ଏମିତି ଦୁଧ ସାଇଜ ବଢିବା ଯୋଗୁରୁ ଗାଁରେ ମୋର ସବୁ ମାଉସୀ ମାନେ ଟୁ ପିସ୍ ଦେଖା ଯାଉଛୁ ବୋଲିକିନା ମଜା କରନ୍ତି। କିନ୍ତୁ ସେତେବେଳେ ମୁଁ ଏତିକି ଧ୍ୟାନ କିଛି ଦିଏ ନାହିଁ। ଦୀପାଳିର ଗୋଟେ ଦାଦା ଥିଲେ। ତାଙ୍କ ବୟସ ବୋଧେ 29 କି 30 ହବ। ତାଙ୍କ ନାଁ ରମୁ। ତାଙ୍କ ସ୍ତ୍ରୀର ପିଲା ହବା ଥିବାରୁ ସେ ତାଙ୍କ ବାପା ଘର ରହୁଥିଲେ। ତାଙ୍କ ପୁଅ ଦ୍ୱିତୀୟ ଶ୍ରେଣୀରେ ପଢୁଥିଲା। ସେ ଆମ ସାଙ୍ଗରେ ଖେଳେ। ରମୁ ଦାଦା ମଧ୍ୟ ବେଳେବେଳେ ଆମ ସହ ଆସିକିନା ମିଶିଯାଆନ୍ତି। ଆଉ ଆମ ସହ ହିଁ ଖୁବ୍ ଖେଳନ୍ତି। ମୋ ବାପା ଟାଉନରେ ରହିଥିବା ଯୋଗୁରୁ ମାରେ କୌଣସି କାମ ପଡ଼ିଲେ ସିଏ ରମୁ ଦାଦାକୁ ଦିଅର ହିସାବରେ ସବୁ କାମ କୁହନ୍ତି। ଯେତେବେଳେ ବି ମୁଁ ଦୀପାଳି ଘରକୁ ଯାଏ, ରମୁ ଦାଦା ମଜା ମଜାରେ ମତେ କୁଣ୍ଢେଇ ପକାନ୍ତି। ନହେଲେ ଆଉଁସିବା ବାହାନାରେ ମୋ ଦୁଧକୁ ଚିପି ଦିଅନ୍ତି। ମୁଁ ସେତେବେଳେ ସ୍କର୍ଟ ଆଉ ଟପ୍ ପିନ୍ଧେ, ତ ସିଏ ମୋ ଜଙ୍ଘ ମାଂସ ଉପରେ ତାଙ୍କ ହାତକୁ ଫେରାନ୍ତି ଆଉ ମୋ ଜଙ୍ଘ ମାଂସକୁ ପୁଳେ ଧରି ପକାନ୍ତି। ଆଉ ମତେ ତାଙ୍କ କୋଳରେ ବସେଇ ତାଙ୍କ ଟେଙ୍ଗେଇଥିବା ବାଣ୍ଡ ମୋ ଗାଣ୍ଡିରେ ଗେଞ୍ଜି ଦିଅନ୍ତି। ମତେ ଫୁଡି ହେଲା ବାଗେ ଲାଗେ, କିନ୍ତୁ ମୁଁ ଏତେ ଧ୍ୟାନ ଦିଏ ନାହିଁ। ଆମେ ସ୍କୁଲରୁ ଆସୁ, କେବେ ମୋ ଘରେ ତ କେବେ ଦୀପାଳି ଘରେ ବୋହୁ ବୋହୁ ଖେଳୁ। ଦିନେ ଏମିତି ହିଁ ଖେଳିଥିବାରୁ ରମୁ ଦାଦା ଆମ ପାଖକୁ ଆସିଲେ ଆଉ କହିଲେ, ଆରେ କଣ ଖେଳୁଛ କି? ଦୀପାଳି: ଦାଦା, ଆମେ ବୋହୁ ବୋହୁ ଖେଳୁଛେ। ରମୁ ଦାଦା: ଆଚ୍ଛା ହଉ, ଆସିଲ, ମୁଁ ବି ଆଜି ତମ ସହ ଖେଳିବି। ଆମେ ହସିଦେଲୁ। ଦୀପାଳି ପଚାରିଲା, ଦାଦା ତମେ ବୁଢା ହେଇଯାଇଛ, କଣ ଆମ ସହ ଖେଳିବ? ରମୁ ଦାଦା: ହଁ, ଘରେ ତ କେହି ବି ନାହାନ୍ତି, ଆଉ ମୁଁ ଏଠି ଏକାଟିଆ କଣ କରିବି? ସେଇଦିନ ଦୀପାଳି ଘରର ସବୁ ଲୋକ ତାଙ୍କ ବନ୍ଧୁ ଘରକୁ ଯାଇଥିଲେ। ଆମ ସ୍କୁଲରେ ଗୋଟେ ପରୀକ୍ଷା ଥିଲା, ସେଇଥିପାଇଁ ଦୀପାଳି ଘରକୁ ଯାଇ ନଥିଲା। ସେ ତା ଘରେ ହିଁ ଥିଲା। ରମୁ ଦାଦା ଆସି ମୋ ସାଇଡରେ ଗେଞ୍ଜି ହେଇକି ବସିଗଲେ। ହଉ ଚାଲ, ଆଜି ଆମେ ଖେଳିବା କନ୍ୟା ବର। ମୁଁ ବୁଢା ବର ହେଇଯାଉଛୁ, ଆଉ ରେଣୁ ତୁ ମୋ କନ୍ୟା ହେଇଯା। ଆମେ ଦୁଇ ଜଣ ଠୋ ଠୋ ହୋଇ ହସିଥାଉ। ସେଇ ଅନୁସାରେ ମୁଁ କନ୍ୟା ହେଇଗଲି, ଆଉ ପୁରୁଣା ଓଢ଼ଣୀକୁ ଟାଣି ମୋ ମୁଣ୍ଡରେ ଲଗେଇଦେଲି। ଆମେ ଦୁଇ ଜଣ ଗୁହାଳ ଘର ସାମ୍ନାରେ ଠିଆ ହେଇପଡ଼ିଲୁ। ଆଉ ଦୀପାଳି ନଣନ୍ଦ ହୋଇ ବାଟ ଜଗିଲା। ରମୁ ଦାଦା ତାଙ୍କ ପକେଟରେ 20 ଟଙ୍କିଆ ନୋଟ କାଢି ତାକୁ ଧରେଇଦେଲେ। ସେ ପୁରା ଖୁସି ହେଇଗଲା। ଯା, କୁରକୁରେ ନହେଲେ ସରସ୍ୱତୀ ଚେନାଚୁର, ତୋର ମନପସନ୍ଦ ଇଚ୍ଛା ଯାହା ଆଣିବା କଥା ଆଣିବୁ। ଆଉ ଏତିକି କହି ରମୁ ଦାଦା ତାକୁ ବାହାରକୁ ପଠେଇଦେଲେ। ଆଉ ମତେ ଗୁହାଳ ଘରକୁ ନେଇକି ଗାଈଙ୍କ ପାଇଁ ଗୋଟେ ନଢା ଗଧା ହେଇଥାଏ। ଦିନ ଥିବାରୁ ଗାଈମାନେ ବି ଚାରାରୁ ଆସି ନଥାନ୍ତି। ସେଇଠି ଆମେ ଯାଇ ବସିଲୁ। ରମୁ ଦାଦା: ଆଚ୍ଛା ରେଣୁ, ବାହାଘରରେ କଣ କଣ ହୁଏ ତୁ ଜାଣିଛୁ? ମୁଁ: ହଁ, ଭୋଜି ଭାତ, ନୂଆ ଡ୍ରେସ,
ମୁଁ ଦାଦା, ଆରେ ବୁକି ଝିଅ, ପୁଅ ଝିଅଙ୍କର କେମିତି ବାହାଘର ହେଲା ବୋଲି ଜାଣିବୁ? ମୁଁ କହିଲି, ହଁ ଏକାଟିଆ ଥିବେ ସେମାନେ। ତମ ଦାଦା ହସି ହସି କହିଲେ, ଆଚ୍ଛା, ଆଉ ତାପରେ କଣ ହୁଏ? ମୁଁ ମୁଁ ମୁଣ୍ଡ ହେଲେଇ ମନା କଲି। ସିଏ, ଆଚ୍ଛା, ତୁ ଚଉଠି ରାତି କଥା ଜାଣିଛୁ? ମୁଁ ହଁ ମାରିଲି। ସିଏ, ଆଚ୍ଛା, ସେଦିନ କଣ ହୁଏ ଜାଣିଛୁ? ମୁଁ ମନା କଲି। ଏତିକି କହି ସେ କହିଲେ, ହଉ ରହ। ତାପରେ ରମୁ ଦାଦା ଉଠି ଗୁହାଳ କବାଟ ଭିତରୁ ବନ୍ଦ କରିଦେଲେ ଆଉ ମୋ ସାଇଡରେ ମୋଠୁ ଲାଗି ହେଇ ବସିଲେ। ତାଙ୍କ କହୁଣୀ ମୋ ଦୁଧକୁ ଲାଗୁଥାଏ ଆଉ ମୁଁ ଭିତରେ ସମିଜ ପିନ୍ଧି ନଥିଲି। ସେଇଥିପାଇଁ ରମୁ ଦାଦାର ହାତ ବାଜିବା କ୍ଷଣି ମୋ ନିପଲ ଟାଣ ହେଇଗଲା। ସେ ମୋ କାନ୍ଧ ଉପରେ ହାତ ରଖି କହିଲେ, ଚଉଠି ରାତିରେ 2 ଜଣ କନ୍ୟା ଓ ବର ତାଙ୍କ 2 ଜଣଙ୍କର ନୁନୁ ଦେଖନ୍ତି। ମୁଁ ଲାଜରେ ମୁହଁ ତଳକୁ କରିଦେଲି। ରମୁ ଦାଦା ପୁଣି ଆରମ୍ଭ କରିଲେ, ଆଚ୍ଛା, ତତେ କଣ ଲାଜ ଲାଗୁଛି? ମୁଁ ପରା ତ ବୁଢା ବର, ଆଉ ମତେ କଣ ଲାଜ କରୁଛୁ? ଆଚ୍ଛା ରହ, ମୁଁ ଆଗେ ଦେଖୁଛୁ ରହ। ଏତିକି କହି ସେ ତାଙ୍କ ନିଜର ପାଇଜାମା ଡୋରି ଢିଲା କରିଦେଲେ ଆଉ ତାଙ୍କ ଅଧା ଟେଙ୍ଗିଥିବା ବାଣ୍ଡ ମୁଣ୍ଡିକୁ ବାହାରକୁ କାଢିଲେ। ମତେ ଏଇଟା ଦେଖି ବହୁତ ଲାଜ ଲାଗୁଥାଏ, କିନ୍ତୁ ମୋ ଭିତରେ ଦେଖିବା ପାଇଁ ଇଚ୍ଛା ବି ଥିଲା, କାରଣ ମୁଁ କେବେ ବି ବାଣ୍ଡ ଦେଖିନଥିଲି। ସେ ତାପରେ ତାଙ୍କ ହାତ ନେଇ ମୋ ଡାହାଣ ପଟ ଦୁଧକୁ ମୁଠେଇ ଧରିଲେ। ଆଉ ଏ ସବୁ ଅନୁଭୂତି ମୋ ପାଇଁ ପୁରା ନୂଆ ଥିଲା, କିନ୍ତୁ ମୁଁ ତାଙ୍କୁ ଜମା ମନା କରିପାରୁ ନଥିଲି। ମୁଁ ଚୁପଚାପ ତଳକୁ ମୁହଁ ପୋତିକି ବସିଥାଏ। ନୀରବ ରହିବା ତାଙ୍କୁ ସାହସ ଯୋଗାଇ ଦେଲା। ସେ ମୋର ଇଟିଲି ପିଠା ପରି 2ଟା ଦୁଧକୁ ଚିପିବା ସହ ଗୋଲ ମରିଚ ବୁନ୍ଦିକୁ ବି ଚିପି ଚିପି ମଝିରେ ଦଳୁଥାନ୍ତି। ମୁଁ କଷ୍ଟରେ ଓହ ଓହ ଦାଦା କାଟୁଛି ବୋଲି କହୁଥାଏ। ରମୁ ଦାଦା, ଆଲୋ, ମୁଁ ଏବେ ତ ଦାଦା ନୁହେଁ, ମୁଁ ଏବେ ତ ବୁଢା ବର। ଆଉ ତୁ ମୋ କନ୍ୟା, ତୁ ମତେ କଣ ଲାଜ କରୁଛୁ? ଆଉ କାଟିଲେ ହିଁ ପରେ ମଜା ଲାଗିବ, ରହ। ଏମିତି କହି ମଝି ମଝିରେ ଦାଦା ମୋ ଦୁଧକୁ ଚିପି ଦଉଥାନ୍ତି ଆଉ ମଝି ମଝିରେ ଦେଖୁଥାନ୍ତି, କାଳେ କେହି ଦେଖୁ ତ ନାହାନ୍ତି ନା। କିଛି ସମୟ ଦୁଧ ଚିପିଲା ପରେ ଦାଦା ମତେ ନଢା ଗଦା ଉପରେ ଶୋଇବାକୁ କହିଲେ ଆଉ ମୁଁ ସୁନା ପିଲା ପରି ତାଙ୍କ କଥା ମାନିଗଲି। ମୁଁ ଗୋଟିଏ ଫ୍ରକ୍ ପିନ୍ଧିଥାଏ। ଦାଦା ମୋ ଫ୍ରକକୁ ମୋ ଜଙ୍ଘ ପର୍ଯ୍ୟନ୍ତ ଟେକିଦେଲେ। ପଛରୁ 2ଟା ବଟନ ଖୋଲିଦେଲେ। ପଛପଟରୁ ଧୀରେ ଧୀରେ ମୋ ପିଠିକୁ ଆଉଁସିଥାନ୍ତି ଆଉ ମୋ ଦୁଧକୁ ଚିପୁଥାନ୍ତି। ଟପକୁ କାନ୍ଧରୁ ଖସି ଦାଦା ମୋ ଦୁଧକୁ ତାଙ୍କ ପାଟିରେ ପୂରେଇ ଦେଲେ। ଆଃ ଦାଦା, ଆଃ ଦାଦା, କିଏ ଦେଖିବ, ଚାଲ, ଦୀପାଲି ଆସିଯିବ। ମୁଁ ମନା କରୁଥାଏ, କିନ୍ତୁ ଦାଦାର ଚୁଚୁମାର ମୋ ଦେହ ପୁରା ଗରମ ହେଇଯାଉଥାଏ। ମୋ ଚିତ୍କାର ଶୁଣି ଦାଦା ଜୋର ଜୋର ମୋ ଦୁଧକୁ ଚିପିବାକୁ ଆଉ ଖାଇବାକୁ ଲାଗିଗଲେ ଆଉ ମୋ ଅଣ୍ଟାରେ ତାଙ୍କ ହାତକୁ ବୁଲେଇ ମୋ ଅଣ୍ଟାକୁ ଚିପିଲେ। ଆନନ୍ଦରେ ମୋ ଦେହ ପୁରା ଶୀତେଇ ଯାଇଥାଏ। ତାପରେ ବାହାରୁ ଦୀପାଳିର ପାଟି ଶୁଭିଲା, ରେଣୁ ରେଣୁ, କଣ କରୁଛୁ? ଆସ ଖାଇବା, ମୁଁ କୁରକୁରେ ଆଣିଛି। ଦୀପାଳି ପାଟି ଶୁଣି ଦାଦା ମୋଠୁ ଅଲଗେଇ ହେଲେ ଆଉ ଜଲ୍ଦି ଜଲ୍ଦି ମୋ ବଟନ ଦେଇ ମୋଠୁ ଦୂରେଇ ଗଲେ ଆଉ ଯାଇକି ତୁରନ୍ତ କବାଟ ଖୋଲିଲେ। ଦୀପାଳି, ରେଣୁ, ତୁ ଏଇ ଯାଇ କଣ କରୁଥିଲୁ ବୋଲି ପଚାରିଲା। ଆମେ ତତେ ଡରେଇବାକୁ ଚାହୁଁଥିଲୁ, କିନ୍ତୁ ତୁ ଜାଣିଦେଲୁ ଆଉ। ରମୁ କାକା ଏତିକି କହି ବାହାନା କରି କଥାକୁ ବୁଲେଇ ଦେଲେ। ସେଇ ଟାଇମରେ ମୋ ପାଟିରୁ କଥା ବାହାରୁ ନଥିଲା। ହଉ, ତମେ ମାନେ ଏବେ ଖେଳ, ମୁଁ ଯାଉଛୁ ଗାଈକୁ ଆଣିବି। ଏତିକି କହି ରମୁ ଦାଦା ସେଇଠୁ ପଳେଇଲେ। ଏତିକି କଥା ଶୁଣି ମୋ ମନ ଯେମିତି ଦୁଃଖୀ ହେଇଗଲା। ପଢିବା ଯୌବନରେ କୌଣସି ପୁରୁଷର ସ୍ପର୍ଶ ଯେମିତି ହଉଥାଏ, ଜାଣିବା ପରେ ମୁଁ ଯେମିତି ଆଉ ନିଜକୁ ଆୟତ୍ତ କରିପାରୁ ନଥିଲି। ଦାଦା ଗଲା ପରେ ମୁଁ ଦୀପାଳି ସାଙ୍ଗେ ଅଳ୍ପ ସମୟ ରହିଲା ପରେ ପଳେଇ ଆସିଲି। ଘରକୁ ଆସିବା ପରେ ସିଧା ବାଡ଼ିପଟକୁ ମୁତିବା ପାଇଁ ଗଲି। ଚଢି ଖୋଲି ମୁତିବା ପାଇଁ ବସେ ତ ମୁଁ ଦେଖିଲି ମୋ ଚଢିରେ କଣ ନାଳୁଆ ନାଳୁଆ ଲାଗୁଛି। ବିଆରେ ହାତ ମାରିକି ଦେଖିଲି, ବିଆ ମଧ୍ୟ ନାଳୁଆ ଲାଗୁଥିଲା। କିଛି ଆଉ ଭାବିଲିନି, କିନ୍ତୁ ବିଆରେ ହାତ ମାରୁ ମାରୁ ଦାଦା ସହ ଘଟିଥିବା ଘଟଣା ମୋ ଆଖି ସାମ୍ନାରେ ନାଚୁଥାଏ। ବୋଉ ଆସିବାରୁ ମୁଁ ଉଠି ଧୋଇ ଆସି ଘର ଭିତରକୁ ପଳେଇ ଆସିଲି, କିନ୍ତୁ ମୁଁ ସେ ସ୍ପର୍ଶ ପାଇବା ପାଇଁ ବହୁତ ବ୍ୟାକୁଳ ହଉଥିଲି। ଶିକାରୀ ମୁହଁରେ ଯେମିତି ରକ୍ତ ଲାଗିବା ପରେ ସେ ଯେମିତି ସାହସ ପାଏ, ସେମିତି ହିଁ ରମୁ ଦାଦା
ମତେ ଖାଲି ଦେଖା କରିବା ପାଇଁ ଏପଟେ ସେପଟେ ହଉଥାନ୍ତି। ଦିନେ ରାତିରେ ପାଖାପାଖି 7ଟା 8ଟା ହଉଥିବ, ମୁଁ ମୋ ରୁମରେ ଶୋଇଥାଏ କାରଣ ମୋ ଦେହ ଭଲ ନଥିଲା। ବୋଉ ବାଡ଼ି ପଟେ ରୋଷେଇ କରୁଥିଲା। ହଠାତ୍ ଥଣ୍ଡା ପବନରେ ମୋ ନିଦ ଭାଙ୍ଗିଗଲା। ନିଜ ମଲମଲ ଆଖିରେ ମୁଁ ଯାହା ଦେଖିଲି ଆଉ ବିଶ୍ୱାସ କରିପାରିଲି ନାହିଁ। ମୁଁ ମସିଣା ଲଗେଇ ତଳେ ଶୋଇଥିଲି। ମୁଁ ପିନ୍ଧିଥିବା ନାଲି ସ୍କର୍ଟଟା ମୋ ଅଣ୍ଟା ଉପରେ ଯାଇ ହେଇଯାଇଥିଲା, ଆଉ ମୋ ଟପ୍ ଉପରକୁ ଉଠି ବେକ ପର୍ଯ୍ୟନ୍ତ, ଆଉ ମୋ ଦୁଧ ଦୁଇଟା ଉପରକୁ ଆସି, ଆଉ ମୋ ଗୋଡ଼ ମଝିରେ ରମୁ ଦାଦା ବସିଥାନ୍ତି। ମେଡିସିନ ଖାଇଥିବାରୁ ମୋର ପୁରା ଗାଢା ନିଦ ହେଇଯାଇଥିଲା, ଆଉ ସେତିକି ଭିତରେ ଦାଦା ଆସି ମତେ ଅଧା ନଙ୍ଗଳା କରିସାରିଥିଲେ। ତାଙ୍କର ଗୋଟେ ହାତ ମୋ ଦୁଧ ବୁନ୍ଦି ଉପରେ ଥାଏ, ଆଉ ଗୋଟେ ହାତରେ ସେ ତାଙ୍କ ବାଣ୍ଡକୁ ବାହାର କରି ଅନ୍ୟବତ ଆଗ ପଛ କରୁଥାନ୍ତି। ଏଥର ମୁଁ ବାଣ୍ଡର ସମ୍ପୂର୍ଣ୍ଣ ଆକାର ଦେଖିଲି। କଳା ବାଣ୍ଡ, ଆଉ ଉପରେ ନାଲି ଟୋପି, ଆଉ ଚାରିପଟେ କୁଞ୍ଚି କୁଞ୍ଚିଆ କଳା ବାଳ। ରମୁ ଦାଦାର ବାଣ୍ଡ 4-5 ଇଞ୍ଚରୁ ବେଶୀ ହବନି। ଉଠିବାକୁ ଚେଷ୍ଟା କରିଲା ବେଳକୁ ଦାଦା ମୋ ଉପରେ ଶୋଇ ପଡ଼ିଲେ, ଆଉ ତାଙ୍କ ହାତକୁ ମୋ ପାଟି ଉପରେ ରଖିଦେଲେ। ଚୁପ୍, ଏତେ ଦିନ ପରେ ତୁ ମୋ ହାତକୁ ଆସୁଛୁ, ଜମା ପାଟି କରନା। ତୋ ବୋଉ ଗାଈ ଦୁଇଁବା ପାଇଁ ଯାଇଛି, ଆଉ ଏଇଟା ହିଁ ମୋ ମଉକା। ଚାଲ ଆଜି ବରକନ୍ୟା ଖେଳିବା। ଜାଣିପାରିଥିଲି କି ଦାଦା କଣ କହିବା ପାଇଁ ଚାହୁଁଛନ୍ତି। ମୁଁ ଚୁପ୍ ହେଇକିନା ଶୋଇଥିଲି। ସେ ମୋ ଦୁଧ ଦୁଇଟାକୁ ଧରି ଦଳିବାକୁ ଲାଗିଥିଲେ, ଆଉ ତାଙ୍କ ଦେହ ମୋ ଦେହରେ ଘଷୁଥିଲେ, ଆଉ ସେତେବେଳେ ଯେମିତି ମୋ ଦେହରେ ନିଆଁ ଲାଗି ଯାଉଥିଲା। ଜମ୍ମୁ କାକର ବାଣ୍ଡ ମୋ ବିଆ ଉପରେ ଘଷି ହଉଥାଏ। ମୁଁ ମଝି ମଝିରେ ମୋ ଗାଣ୍ଡିକୁ ଉଠେଇ ତାଙ୍କ ବାଣ୍ଡକୁ ମୋ ଜଙ୍ଘ ମଝିରେ ଚାପି ଦଉଥାଏ, ଆଉ ମୋ ଦୁଧକୁ ଦାଦା ତାଙ୍କ ପାଟିରେ ପୁରେଇ ଆଖି ବନ୍ଦ କରିକିନା ଚୁଷିବାକୁ ଲାଗୁଥାନ୍ତି। କଷ୍ଟ ଆନନ୍ଦ ମିଶା କ୍ଷଣି ମୋ ମୁହଁରୁ ଉଃ ଆଃ ବାହାରି ଆସୁଥାଏ। ତାଙ୍କ ପାଟିରୁ ଲାଳ ଭାରି ମୋ ଛାତିରେ ଝରୁଥାଏ। ସେ ରମୁ ଦାଦା ମୋ ଦୁଇଟା ଗୋଡ଼କୁ ଖୋଳି ତାଙ୍କ ଅଣ୍ଟାକୁ ରଖି ମାଡ଼ି ବସିଲେ, ଆଉ ମୋ ଚଢ଼ିକୁ ଖୋଲି ପୁରା ବାହାର କରିଦେଲେ। ମୁଁ ଲାଜେଇ ଗଲି। ମୁଁ ଲାଜରେ ଆଖି ବନ୍ଦ କରିଦେଲି। ଦାଦା ଖାଲି ତାଙ୍କ 2 ଆଙ୍ଗୁଠିରେ ମୋ ବିଆକୁ ଦେଖୁଥାନ୍ତି। ମୋ ବିଆ ଉପରେ ସେତେବେଳେ ଛୋଟ ଛୋଟ ବାଳ ଉଠୁଥାଏ। ଆଃ ରେଣୁ, ତୋ ବିଆ ତ ପୁରା ବିରି ପିଠା ପରି ଫୁଲିକି ଅଛି। ତୋ ବିଆକୁ ଖାଲି ମୋ ବାଣ୍ଡରେ ଅଭାବ ଲୋ। ମୁଁ ଛି, ଦାଦା ତମେ କଣ ଅଭଦ୍ର କଥା କହୁଛ? ଆଲୋ, ଆଉ ତୁ କଣ ଏବେ ଛୋଟ ହେଇଛୁ ଯେ ତୋର ନୁନୁ ହବ? ତୋ ନୁନୁ ଏବେ ବିଆ ହେଇଗଲାଣି, ଯୋ ମୋ ବାଣ୍ଡ ଘିଆଁ ଖାଇଲେ ହିଁ ଶାନ୍ତି ହବ। ଏମିତି କହି ଦାଦା ମୋ ଦୁଇଟା ଗୋଡ଼କୁ ଫାଡ଼ି ମୋ ବିଆ ଉପରେ ତାଙ୍କ ଗୋଟେ ଆଙ୍ଗୁଳିକୁ ରଖି ଖସିଲା। କଣ ସେ ଆନନ୍ଦ ମୁଁ ଏମିତି ପୂର୍ବରୁ କେବେ ବି ଅନୁଭବ କରିନଥିଲି। ଦେହ ଯେମିତି ତରଳି ଯାଉଥିଲା। ସେ ଧୀରେ ଧୀରେ ମୋ ସେଣ୍ଟକୁ ଚିପିଥାନ୍ତି, ଆଉ ନିଜ ବାଣ୍ଡ ହଲଉଥାନ୍ତି। ମୁଁ ଯେମିତି ପାଗଳି ପରି ହଉଥାଏ। ନିଜ କାଣ୍ଡିକୁ ଆଗ ପଛ କରି କରି ତାଙ୍କ ଆଙ୍ଗୁଳିକୁ ଭିତରେ ପୁରେଇବା ପାଇଁ ଚେଷ୍ଟା କରୁଥାଏ। ମୁଁ ଦାଦା, ତୁ ତ ପୁରା ଖେଳାଳି ଅଛୁ ରେଣୁ, ଆଉ କଣ ପାଇଁ ଏମିତି ଅଜାଣତା ଭଳିଆ ହଉଥିଲୁ? କିଛି କହିଲିନି, କିନ୍ତୁ ତାଙ୍କ ହାତକୁ ଧରି ମୋ ସେଣ୍ଟି ମଝିରେ ମାଡ଼ି ଦଉଥାଏ। ଗରମ ଦେଖି ଦାଦା ଆଉ ନ ରହିପାରି ତାଙ୍କ ମଝି ଆଙ୍ଗୁଠିକୁ ପାଟିରେ ପୁରେଇ ବିଦା କରିଲେ, ଆଉ ମୋ ବିଆକୁ ପୁରେଇବା ପାଇଁ ଚେଷ୍ଟା କରିଲେ। ବିଆ ପୁରା ସିଲ୍ ହେଇକି ଥିଲା, ଆଙ୍ଗୁଠି ଜମା ବି ପଶୁ ନଥିଲା। ତଥାପି ବହୁତ କଷ୍ଟରେ ମଝି ଆଙ୍ଗୁଠିଟା ପଶିଲା। ମତେ ଭାରି କାଟୁଥାଏ। ମୁଁ ତାଙ୍କୁ ଠେଲି ପେଲି ହଉଥାଏ। ରମୁ ଦାଦା ମୋ କିଛି କଥା ନ ଶୁଣି ତାଙ୍କ ଆଙ୍ଗୁଠିକୁ ପୁରେଇ ମୋ ବିଆରେ ସଲସଲ କରୁଥାଏ। ମୋ ବିଆରୁ ଧଳା ଧଳା ନାଳୁଆ ପାଣି ବାହାରୁଥାଏ, ଆଉ ପଚ୍ ପଚ୍ ଶବ୍ଦ ହଉଥାଏ। ତାପରେ ସେ ତାଙ୍କ ହାତ ନେଇ ମୋ ହାତ ଧରି ତାଙ୍କ ବାଣ୍ଡ ଉପରେ ରଖିଦେଲେ, ଆଉ କହିଲେ, ମୁଁ ଯେମିତି ତୋ ବିଆ ସହ ଖେଳୁଛି, ତୁ ବି ମୋ ବାଣ୍ଡ ସହ ଖେଳ। ମତେ ପ୍ରଥମେ ବହୁତ ଅସନା ଲାଗୁଥାଏ, କିନ୍ତୁ ତାପରେ ମୁଁ ତାଙ୍କ ବାଣ୍ଡକୁ ଧରି ଆଗ ପଛ କଲି। ମୁଁ ଧୀରେ ଧୀରେ କରୁଥିବାରୁ ସେ ମୋ ହାତକୁ ଧରି ତାଙ୍କ ବାଣ୍ଡକୁ ଆହୁରି ଜୋର ଜୋର ହଲେଇବାକୁ ଲାଗୁଥାନ୍ତି। କିଛି ସମୟ ପରେ ଦାଦାଙ୍କର ଭାରି ଗଲା, ଆଉ କାଳେ କେହି ସନ୍ଦେହ କରିବେ ବୋଲି ସେ ତାଙ୍କ ନିଜେ ଗାମୁଛା ଆଣିଥିବାରୁ ତାଙ୍କ ସବୁ ବୀର୍ଯ୍ୟ ପୋଛିଦେଲେ, ଆଉ ଗାମୁଛା ମତେ ଶୁଙ୍ଘେଇଲେ।
ମୁଁ ମୁହଁ ବୁଲେଇ ଦେଲି। ତାପରେ ରମୁ ଦାଦା ମୋ ଗାଲରେ ଚୁମା ଦେଇ କହିଲେ, ଆରେ ତୁ ଛୋଟ ଅଛୁ ଏବେ, ମୁଁ ତତେ ଏବେ ଗେଇଲେ ତୋ ବିଆ ପୁରା ଫାଟିଯିବ। ତୁ ଆଉ ଟିକେ ବଡ ହେଇଯା। ତ ଏଇ ବିଆ ସିନ୍ ଏଇ ତ ବୁଢା ବର ହିଁ ତୋର କାଟିବ। ସେଇଦିନ ଠାରୁ ମୁଁ ରମୁ ଦାଦାରୁ ମାଇକିନା ହେଇଥିଲି। ଆଉ ଯେତେବେଳେ ବି ଯୁଗ ପାଇଲେ ସେ ମତେ କେବେ ଏଇଠି ତ ସେଇଠି ଦିଅନ୍ତି। ଏତିକି ହିଁ ଥିଲା ମୋ କାହାଣୀ। ଆଶା କରୁଛି କି ଆପଣ ସମସ୍ତଙ୍କୁ ଭଲ ଲାଗିଥିବ।